Hello, my dear students. Welcome to my channel Aparajita 247. So ମୁଁ ଯେମିତି କି ତମମାନଙ୍କୁ କହିଥିଲି କି ଆମର ମିଶନ ସିଲାବସ୍ ଆମେ ଷ୍ଟାର୍ଟ କରିବା and yes ଆଜି ଫାଇନାଲି ଥର୍ସଡେରେ ଯେହେତୁ ବିଦ୍ୟା ଆରମ୍ଭରେ ଗୁରୁ ଶ୍ରେଷ୍ଠ କୁହନ୍ତି ମୁଁ ଆଜି ହିଁ ଷ୍ଟାର୍ଟ କରିଛି। ଆଜି ଦେଖିବା ଆମର ଫାର୍ଷ୍ଟ କ୍ଲାସ୍ ତ ଷ୍ଟାର୍ଟ ହବ and yes definitely ଆମେ ସବୁ କରିବା ଓକେ। ତ ତମର ଫାଷ୍ଟ ବିଷୟ ହଉଛି ଅବ୍ୟବହିତ ଅନୁମାନ। ଅବ୍ୟବହିତ ଅନୁମାନ। ଅବ୍ୟବହିତ ତାହାକୁ ଫାଷ୍ଟ ଜାଣିବାକୁ ପଡିବ କି ଅନୁମାନ କଣ ହେଲା। ତ ଅନୁମାନ କଣ ନା ଗୋଟେ ମାନସିକ ପ୍ରକ୍ରିୟା ଯୋଉଟାରେ ଆମେ କଣ କରୁଛେ ନା ପୂର୍ବଲବ୍ଧ ଗୋଟେ ଜ୍ଞାନକୁ ଭିତ୍ତି କରିକିନା ଆମେ ଗୋଟେ ସିଦ୍ଧାନ୍ତ ନିରୂପଣ କରୁଛେ ବା ଆଉ ଗୋଟେ ଷ୍ଟେଟମେଣ୍ଟ ଦଉଛେ ଠିକ ଅଛି। ତ ସେଇ ଅନୁମାନ ଟା ଆମର କେତେ ପ୍ରକାର ନା ଏଇଟା ହଉଛି ଆମର ଅନୁମାନ ବିନା ଅନୁମାନରେ ଆମର ତର୍କଶାସ୍ତ୍ର କେବେ ହେଲେ ବି ତିଷ୍ଠି ପାରିବନି କାହିଁକି ନା ଟୋଟାଲ ତର୍କଶାସ୍ତ୍ର ଟା ହିଁ ହଉ ଅନୁମାନରେ ପର୍ଯ୍ୟବେସିତ ଓକେ। ସୋ ଅନୁମାନ ଆମର କେତେ ପ୍ରକାରର ଅଛି? କେତେ ପ୍ରକାରର ଅଛି ନା ଅନୁମାନ ଟା ଅନୁମାନ ଗୋଟେ ହେଲା ଏଇ ଅନୁମାନରେ କହିଲା ବ୍ୟବହାତ ବା ପରୋକ୍ଷ ଅନୁମାନ ଆଉ ଗୋଟେ ହେଲା ଅବ୍ୟବହିତ ପ୍ରତ୍ୟକ୍ଷ ଅନୁମାନ। ଏବେ ଆମର କଣ ଯେହେତୁ ଆମେ ଅବ୍ୟବହିତ ଠିକ ଅଛି ତାପରେ କଣ ନା ସମବର୍ତ୍ତନ ବ୍ୟାବର୍ତ୍ତନ ପରାବର୍ତ୍ତନ ଏମିତି ଚାରି ଭାଗରେ ବିଭକ୍ତ ହେଇଛି କିଏ ନା ଅବହିତ ହେଲେ ତମେ ଅନୁମାନ ଭାବିତ ଅନୁମାନ କରାହବ ତମ ମାନଙ୍କୁ ଆରୋହ ଅନୁମାନ ତମର କୋଉଟା ନା ଯୋଉଟାରେ ତମେ କଣ କରୁଛ ନା ତମେ ଆରୋହଣ କରି କରି ଯାଉଛ ମାନେ ତମେ କଣ ନା 0 ରୁ ବା 1 ରୁ କଣ ନା 100 ଆଡେ ଯାଉଛ। ସେ ହେଲା ଆରୋହ ଆରୋହଣ ମାନେ କଣ ଚଢିବା ଉପରକୁ ଉପରକୁ ଠିକ ଅଛି ଯଦି ଉପରକୁ ଉପରକୁ ଯିବା ତାହେଲେ କେମିତି ଯିବା ନା ତମେ ତମକୁ ଦିଆ ହେଇଥିବ ଫାଷ୍ଟ ଗୋଟେ ଏକ୍ଜାମ୍ପଲ କି ଫାଷ୍ଟ କାଉ ତମେ ଦେଖିଲ କଳା ଠିକ ଅଛି ଫାଷ୍ଟ କାଉକୁ କଳା ଦେଖିଲ ତାପରେ ସେମିତି କରିକିନା କଣ ସେକେଣ୍ଡ କାହାକୁ ବି ହେଲେ ଦେଖିବ ଥାର୍ଡ କାହାକୁ ଦେଖିବ ତମେ ଦେଖି ଚାଲିଲ ତାପରେ ଲାଷ୍ଟରେ କଣ କହିଲ ନା ସମସ୍ତ କାଉ କଳା ବା ସବୁ କାଉ କଳା ବୋଲି ତମେ କହିବ ଠିକ ଅଛି। ତମେ ଯଦି କହିଲ କି ସମସ୍ତ କାଉ କଳା ତ ଏଇଟା ହେଲା କଣ ନା ତମେ ଗୋଟେ ଗୋଟେ କରିକି ନା କାଉ ଦେଖି ଦେଖି ଗଲ କାଉ କଳା ଠିକ ଅଛି ହେଲେ ତମେ ଏଇଠି କଣ କଲ ନା ଗୋଟେ କିଛିରୁ କଣ କଲ ସବୁଆଡେ ଗଲ ତମେ ଆରୋହଣ କରି ଗୋଟେ ଗୋଟେ ଷ୍ଟେପ କରି କରିକିନା ତମେ 100ରେ ତାପରେ ପହଞ୍ଚିଗଲ ଏମିତି ଉପରକୁ ଗଲ ଠିକ ଅଛି। ଅନୁମାନ ଅବରୋହ ଅନୁମାନ କଣ ନା ଅବରୋହ ଅନୁମାନ ଟା ହଉଛି କଣ ନା ଅଲ ରୁ ସମକୁ ଆସିବା ଯେମିତି କିି ତମକୁ ଯଦି କୁହାଯଇଥିବ କଣ ନା ସମସ୍ତ ମନୁଷ୍ୟ ମରଣଶୀଳ ଠିକ ଅଛି କଣ ନା ସମସ୍ତ ମନୁଷ୍ୟ ମରଣଶୀଳ ଏଠି କଣ ସମସ୍ତ ଉପରେ କହିଲା ସମସ୍ତ ମନୁଷ୍ୟ ମରଣ ହେଲା ତା ଭିତରୁ ଯେତେ ମଣିଷ ଅଛନ୍ତି ତା ଭିତରୁ ଗୋଟେ ମଣିଷକୁ ନିଆ ହେଲା କଣ ନା ରାମ ହଉଛି ଏକ ମନୁଷ୍ୟ ତା ମାନେ କଣ ତମର ଏଇନୁ ସିଦ୍ଧାନ୍ତ କଣ ବାହାରିବ ହୁଁ ରାମ ଏକ ସରି ରାମ ମରଣଶୀଳ ହ ନା ନାଇଁ ଏ ବାହାରିବ ସରି ହ ମରଣଶୀଳ କଣ ପାଇଁ ନା ତମକୁ କୁହା କି ଯୁକ୍ତିର ଗଠନ କେମିତି ହେଇଥାଏ କି ବାକ୍ୟ ମାନେ ଗାର ଉପରକୁ ଯାହାବି ରହିଲା ହେତୁ ବଚନ ବା ହେତୁ ବାକ୍ୟ ଇଏ ହେଲା ସିଦ୍ଧାନ୍ତ
ସିଦ୍ଧାନ୍ତ ଆମେ ଫାଷ୍ଟ ଷ୍ଟେଟମେଣ୍ଟ ନେଲେ କଣ ନା ସମସ୍ତ ମନୁଷ୍ୟ ମରଣଶୀଳ ସମସ୍ତ ମନୁଷ୍ୟ ଆମେ ଇଏ ହେଲା ନେଲ ଫାଷ୍ଟ ଷ୍ଟେଟମେଣ୍ଟ। ତାପରେ ସେକେଣ୍ଡ ଷ୍ଟେଟମେଣ୍ଟ କଣ ହେଲା ନା ରାମ ହେଉଛି ଏକ ମନୁଷ୍ୟ ତାର ତାହେଲେ କଣ କନକ୍ଲୁଜନ ନା ରାମ କ୍ଲିୟର ରାମ ମରଣଶୀଳ ତମେ ତମ ହେଇଥିବ କଣ କଲ ନା ଏଇଠି ସମସ୍ତରେ ଥିଲା ଏଇଠି ରାମ ତମେ କଣ କଲ ନା ଡାଉନ ୱାର୍ଡ କଲ ମାନେ କେବେ ଥିଲା ୱାନ କୁ ଆସିଲ। ଇଏ ଯଦି ହେଲା ସମସ୍ତ ମାନେ କଣ ଅଲ ମାନେ 100 ରାମ ହେଲା ଜଣେ ତ ଏକ କୁ ଆସିଲ। ତ ତମେ ଯେତେବେଳେ ଅଲ ରୁ ସମ କୁ ଆସୁଛ ବା ସବୁରୁ କିଛି ଆଡେ ଆସୁଛ ସେଇଟା ହେଲା କଣ ନା ତମର ଅବରୋହ ଅନୁମାନ କ୍ଲିୟର। ହୁଁ। ତାହେଲେ ଏବେ ଦେଖ ତମର ତମ ଆରୋହ ସରି ଅବରୋହ ଅନୁମାନ ଟା ତମର ହଉଛି ଦି ପ୍ରକାର ଅବବାହିତା ଆମେ ଏଇନା ପଢିଆ କଣ ନା ବ୍ୟବହିତ ସରି ଅବ୍ୟବହିତ ହେଲେ ଆମକୁ କଣ କୁହା ହେଇଛି ନା ଆମେ ଆଗରୁ ଜାଣିଛେ କି ଆମର ହେତୁ ବଚନ ହେଲା ହେତୁ ବଚନ ଆମର କେତେଟା ରହିପାରିବ ନା ଏକ ବି ଅଧିକ ବି ରହିପାରିବ ମୋର ଦେନ ୱାନ ବି ରହିପାରିବ। ଠିକ ଅଛି ଅଧିକ ବି ରହିପାରିବ ହେଲେ ତମର ଯୋଉ ଯେତେବେଳେ ଏଇ ହେତୁ ପଚରଣ ଟା ତମେ ଜାଣିଛ ସିଦ୍ଧାନ୍ତ ଟା ତ ସବୁବେଳେ ଗୋଟେ ହିଁ ରହିବ। ହେଲା ସିଦ୍ଧାନ୍ତ ଟା ସବୁବେଳେ ଗୋଟେ ରହିବ କିନ୍ତୁ ହେତୁ ବଚନ ଟା ଗୋଟେ ଜାଗାରେ ବେଳେ ବେଳେ ଏକ ହବ ଆଉ ବେଳେ ବେଳେ ଏକ ରୁ ଅଧିକ ହବ ଏକ ରୁ ଅଧିକ ମାନେ କଣ ଏକ ରୁ ଅଧିକ ମାନେ କିଛି ବି ଦୁଇ ହେଇପାରିବ ତିନି ହେଇପାରିବ ପାଞ୍ଚ ଛଅ ଏମିତି ତମେ କିଛି ନମ୍ବର ଯାଇବି ନେଇପାରିବ ଠିକ ଅଛି। ତ ଏକ ରୁ ଅଧିକ ମାନେ ଦୁଇରୁ ଷ୍ଟାର୍ଟ ହବ ସେ ଯୁଆଡେ ବି ଜାଣିକି ଯାଉ ଠିକ ଅଛି ତ ସିଏ ହେଲା ହେତୁ ବଚନ। ଯେତେବେଳେ ତମର ଗୋଟେ ରହିଲା ଏଇ କେସ୍ ଟାରେ ତମେ କହିଲ ଏଇଟା ହଉଛି ଅବ୍ୟବହିତ ଅନୁମାନ ଆଉ ଯେତେବେଳେ ଏକ ରୁ ଅଧିକ ହେତୁ ବଚନ ରହିବ ସେ ହେଲା ବ୍ୟବହିତ ଅନୁମାନ ଏଗେନ୍ ଆମକୁ ଏବେ କଣ ପଢିବାର ଅଛି ନା ଆମକୁ ଏବେ ପଢିବାର ଅଛି ଅବ୍ୟବହିତ ଅନୁମାନ ମାନେ କଣ ନା ଆମେ ଏଇନୁ ଯାହାବି କିଛି ପଢିବା ତାର କଣ ନା ଗୋଟିଏ ହେତୁ ବଚନ ଥିବ ସେଇ ଗୋଟିଏ ହେତୁ ବଚନରୁ ଆମେ କଣ କରିବା ନା ଆମେ ସିଦ୍ଧାନ୍ତ କ୍ଲିୟର। ଠିକ ଅଛି ଦେଖ ଏବେ ଆମେ କଣ କରିବା ନା ହୁଁ ଆମେ ଏବେ ଦେଖ ଏବେ ଦେଖିବା କି ଅବ୍ୟବହିତ ଅନୁମାନର ଆମର କଣ ନା ଆମର ସିଲାବସ ରେ କଣ କଣ ଅଛି ନା ଆମର ଅଛି ସମବର୍ତ୍ତନ ଗୋଟେ ବ୍ୟାବର୍ତ୍ତନ ଗୋଟେ ଆକ୍ଚୁଆଲରେ ଆମର ଯୋଉ ଅବ୍ୟବହିତ ଅନୁମାନ ବା ପ୍ରତ୍ୟକ୍ଷ ଅନୁମାନ ଟା ଚାରି ପ୍ରକାରର ଗୋଟେ ହେଲା ସମବର୍ତ୍ତନ ତାପରେ ବ୍ୟାବର୍ତ୍ତନ ତାପରେ ବିପରୀତା ବର୍ତ୍ତନ ତାପରେ ହେଲା ଅନ୍ତରାବର୍ତ୍ତନ କିନ୍ତୁ ଆମ ସିଲାବସ ରେ ଯେହେତୁ କଣ ଅଛି ନା କେବଳ ଆଉ କେବଳ ସମବର୍ତ୍ତନ ବିବର୍ତ୍ତନ ଅଛି ଆମେ କେବଳ ସମବର୍ତ୍ତନ ବିବର୍ତ୍ତନ ପଢିବା ଠିକ କ୍ଲିୟର ତ ଦେଖ ଏଠି ଲେଖା ହେଇଛି ଟି କି ଆମର ଅବ୍ୟବହିତ ଅନୁମାନ ବା ପ୍ରତ୍ୟକ୍ଷ ଅନୁମାନ ଟା ଚାରି ପ୍ରକାର ଗୋଟେ ହେଲା ସମବର୍ତ୍ତନ ବ୍ୟାବର୍ତ୍ତନ ବିପରୀତା ବର୍ତ୍ତନ ଆଉ ଗୋଟେ ହେଲା ଅନ୍ତରାବର୍ତ୍ତନ ତା ଭିତରୁ ଆମେ ସମବର୍ତ୍ତନ ବିବର୍ତ୍ତନ କେବଳ ପଢିବା ବିକଜ ଇଟ ଇଜ ଇନ ଆୱାର ସିଲାବସ୍ ଠିକ ଅଛି ନେକ୍ସଟ ଦେଖ ନେକ୍ସଟ ପେଜ ବାହାର କରିବା ଟିକେ ରୁହ ହେଇଛି ଅବ୍ୟବହିତ ଅନୁମାନ ବିଷୟରେ ହେଲେ ଦେଖ ତମକୁ କଣ ଲେଖା ହେଇଛି ନା ଅବ୍ୟବହିତ ଅନୁମାନ ହଉଛି ଏକ ପ୍ରକାର ଅରରୋହ ଅନୁମାନ ଅବ୍ୟବହିତ ଅନୁମାନକୁ ଅପରୋକ୍ଷ ଅନୁମାନ ବା ନିରପେକ୍ଷାନୁମାନ ମଧ୍ୟ କୁହାଯାଏ ଏଗୁଡାକ ଏତେ କିଛି ଦରକାର ନାହିଁ ଏଗୁଡାକ ତମେ ତ ବହି ପଢିଲେ ବି ସେଗୁଡାକ ବୁଝିପାରିବ ମତେ ତମକୁ ମେନ୍ ଜିନିଷ କୋଉଟା ବୁଝିବାର ଅଛି ନା ତମର ଏଥିରେ ସମବର୍ତ୍ତନ କଣ ମତେ ସମବର୍ତ୍ତନ କଣ ତମକୁ ବୁଝେ
ତାହେଲେ ଦେଖ କଣ ଅରହ ଅନୁମାନ ଯେଉଁଥିରେ କି ହେତୁ ବଚନର ଉଦ୍ଦେଶ୍ୟକୁ ସିଦ୍ଧାନ୍ତର ବିଧେୟ ଏବଂ ହେତୁ ବଚନର ବିଧେୟକୁ ସିଦ୍ଧାନ୍ତର ଉଦ୍ଦେଶ୍ୟ ରୂପେ ବ୍ୟବହାର କରି ଯଥାଯଥ ସିଦ୍ଧାନ୍ତ ଗ୍ରହଣ କରାଯାଏ। ତାହେଲେ ଏଇଠି ସେ ଯୋଉ କହିଲା କଣ ନା ଏଇଟା ହଉଛି ଗୋଟେ ଅବ୍ୟବହିତ ନୁହଁ ନା ଆମେ ଭଲସେ ଜାଣିଛେ ହେଲେ ଆମକୁ ଏବେ କଣ ଜାଣିବାର ଅଛି ନା ଏଇଥିରେ କଣ ନା ହେତୁ ବଚନର ଉଦ୍ଦେଶ୍ୟ ଫାଷ୍ଟ ଆମେ ଦେଖିବା ହେତୁ ବଚନ ଆମେ ଜାଣିଛେ ଗୋଟେ ଆର୍ଗୁମେଣ୍ଟରେ କଣ ଥାଏ ନା ହେତୁ ବଚନ ଥାଏ ନାଇଁ ହେତୁ ବଚନ ଆଉ କଣ ଥିବ ନା ସିଦ୍ଧାନ୍ତ ଥିବ। ଆମେ ଜାଣିଛେ ଇଏ ହଉଛି ଗୋଟେ ଅବ୍ୟବହିତ ଅନୁମାନ ତା ମାନେ ଆମେ ଏବେ ଯାହାବି ପଢିବା ଆମର କଣ ନା ଗୋଟିଏ ହେତୁ ବଚନ ସେଇଥିରୁ ଆମେ ସିଦ୍ଧାନ୍ତ ବାହାର କରିବା। ହେଲେ ମୁଁ ଯଦି କହିବି ଆମର ଏବେ ଯେତିକି ପିଲା କ୍ଲାସ କରୁଛନ୍ତି ସମସ୍ତେ ଭଲ ତାର ମାନେ ତମେ ସାଙ୍ଗେ ସାଙ୍ଗେ କଣ ବୁଝିବ ତାମାନେ ତମେ ଏଇଆ ବୁଝିବ କି ନା ଏଇ ପିଲା ଅଛନ୍ତି ଠିକ ଅଛି ଆମ କ୍ଲାସ ରେ ଯେତେ ବି ପିଲା ଅଛନ୍ତି କେହି ହେଲେ କଣ ନା ଖରାପ ନୁହନ୍ତି ଏଇଟା ତମ ମାଇଣ୍ଡରେ ତାର ମିନିଂ ଏଇଆ ନା ତା ମିନିଂ ଏଇଆ ଯଦି ସମସ୍ତେ ଭଲ ତାମାନେ କେହି ଖରାପ ନୁହନ୍ତି ଏଇଆ ହବ ତାହେଲେ ତମର ଏଇଠି ଯୋଉ ସମବର୍ତ୍ତନ ହଉଛି ବା ବ୍ୟବର୍ତ୍ତନ ହବ ଏଇଗୁଡାକରେ ଆକ୍ଚୁଆଲି ଏଇ ଜିନିଷ ହିଁ କରାହବ ଖାଲି ମିନିଂ ର ଖେଳ ଠିକ ଅଛି ଏଠି ଖାଲି ମିନିଂ ର ଖେଳ ହବ ନା କି ଏଠି ଆଉ କିଛି ଏଇଠି ଦେଖ ସେ ଯୋଉ କହିଛି କଣ ନା ହେତୁ ବଚନର ଉଦ୍ଦେଶ୍ୟକୁ ସିଦ୍ଧାନ୍ତର ବିଧେୟ ଏବଂ ହେତୁ ବଚନର ବିଧେୟକୁ ସିଦ୍ଧାନ୍ତର ଉଦ୍ଦେଶ୍ୟ ରୂପେ ବ୍ୟବହାର କରାଯାଏ ତାମାନେ ସିଏ କହୁଛି ଉଦ୍ଦେଶ୍ୟ ତମେ ଜାଣିଛ ହେତୁ ବଚନ ସବୁବେଳେ ଉଦ୍ଦେଶ୍ୟ ଟା ଏଇପଟେ ଥାଏ ହେଲା ଆଉ ବିଧେୟ ଟା ଏଇଠି ଥାଏ କେମିତି ତମର ଏଗେନ୍ ଡାଉଟ୍ ହଉଥିବ ହେଲେ ତମେ କଣ କର ନା ଦେଖ ତମର ମୁଁ ଜାଣିଛି ତମକୁ ଡାଉଟ୍ ହଉଥିବ ଡେଫିନେଟଲି ହଉଥିବ ନେକ୍ସଟ ପେଜ ସରି ଏଠି କିଛି ପେଜ ଆସିବନି ଅଛି ହେଲା କଣ କଣ ନା ଗୋଟେ ହେଲା ଆ ତର୍କ ଏ ଇ ଓ ସରି ଇ ହେଲା ଆ ଏ ରହିଲା ଇଏ ହେଲା କଣ ନା ସାର୍ବିକ ଇଏ ହେଲା ସାର୍ବିକ ତର୍କ ବାକ୍ୟ ତା ସାଙ୍ଗରେ ଆଟା ହଉଛି ଆମର ଗୋଟେ ସଦର୍ଥକ ପଜିଟିଭ ମାନେ କଣ ସଦର୍ଥକ ଏଇଠି ହେଲେ ମୁଁ ନେଗେଟିଭ ବା ମାଇନସ ଚିହ୍ନ ଦେଲି ଏଇଟା ହେଲା କଣ ନା ନଞ୍ଜର୍ଥକ ଏଇଟା ହଉଛି ଗୋଟେ ନଞ୍ଜର୍ଥକ ତର୍କ ବାକ୍ୟ ଆଉ ଗୋଟେ କଥା କହୁଛି ଆ ତର୍କ ବାକ୍ୟ ସବୁ ଯେତେ ତର୍କ ବାକ୍ୟ ସବୁଥିରେ ଗୋଟେ ଉଦ୍ଦେଶ୍ୟ ଥିବ ଆଉ ଗୋଟେ ବିଧେୟ ଥିବ ଉଦ୍ଦେଶ୍ୟ ଟା ସବୁବେଳେ ବାଁ ପଟରେ ରହିବ ଏପଟରେ ସବୁବେଳେ ବିଧେୟ ଟା ରହିବ ଇଏ ହେଲା କଣ ଏଇଟା ହଉଛି ଉଦ୍ଦେଶ୍ୟ ଇଏ ହେଲା ବିଧେୟ ହେଲା ତ ଡାହାଣ ପଟରେ ସବୁବେଳେ ତମର ବିଧେୟ ରହିବ ବାଁ ପଟରେ ସବୁବେଳେ ଉଦ୍ଦେଶ୍ୟ ରହିବ କ୍ଲିୟର ଏତିକି ମନେ ରଖିପାରିବ ହେଲେ ତମର ଆ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରୁଛି ନା ଉଦ୍ଦେଶ୍ୟକୁ ବ୍ୟକ୍ତ କରେ କେବଳ ଆଉ କେବଳ ଉଦ୍ଦେଶ୍ୟକୁ ଏ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା କେବଳ ଆଉ କେବଳ ସରି ଦିଟା ଯାକ ଉଦ୍ଦେଶ୍ୟକୁ ବି କରିବ ବିଧେୟକୁ ବି କରିବ ଠିକ ଅଛି ଯଦି ଦେଖ ହେଲା ମନେ ରହିଲା ତ ଏଇ ଜିନିଷ ଗୁଡାକ ମନେ ରଖିବ କାହିଁକି ନା ଏଗୁଡା ତମର ଫାଷ୍ଟ ଇୟର ର ପାଠ ଫାଷ୍ଟ ଇୟର ଛାଡ ସେକେଣ୍ଡ ଇୟର ଛାଡ ତମର ଯେମିତି ମ୍ୟାଥ ରେ 1 2 ମନେ ରଖିବା ଦରକାର ପଣିକିଆ ମନେ ରଖିବା ଦରକାର ଏଠି ସେମିତି ତମକୁ ତର୍କ ବାକ୍ୟ ମନେ ରଖିବା ଦରକାର ସେ କାହାକୁ ବ୍ୟାପ୍ତ କରେ ମନେ ରଖିବା ଦରକାର ଠିକ ଅଛି ତ ତମେ ଜାଣିଲ କି ଆ ତର୍କ ବାକ୍ୟ ଅଛି ଆଉ ଏ ତର୍କ ବାକ୍ୟ ଅଛି ଟୋଟାଲ ଆମର ଚାରିଟା ଇଏ ହେଲା କଣ ନା ପରିମାଣ ସାର୍ବିକ କେତେବେଳେ ହବ ନା ପରିମାଣ ଦୃଷ୍ଟିରୁ ଆମର ତର୍କ ବାକ୍ୟ ଦୁଇ ଭାଗରେ ବ୍ୟକ୍ତ ହେଇଛି ଗୋଟେ ହେଲା କଣ ନା ସାର୍ବିକ ଆଉ ଗୋଟେ ହେଲା ବିଶେଷ ଛାଡ ତ ସାର୍ବିକ ଦେଖ ଏବେ ତ ସାର୍ବିକ କେତେବେଳେ ହବ ନା ଯେତେବେଳେ 100 ରୁ 100 କଥା ବୁଝଉଥିବ ତମ ପାଖରେ ଧର 100ଟା ଡେରି ମିଲ୍କ ଅଛି ତ ତମ 100ଟା ମୁଁ କହିବି ତମ ପାଖରେ 100ଟା ଡେରି ମିଲ୍କ ଅଛି ତ କିନ୍ତୁ ମୁଁ ଯଦି କହିବି କି ତମ ପାଖରେ ଗୋଟେ କିଟକାଟ ଅଛି ଆଉ 99ଟା କଣ ଅଛି ନା ଡେରି ମିଲ୍କ ଅଛି ଏଇଠି ତମର ସାର୍ବିକ ହବନି କଣ ପାଇଁ ନା ଯେତେବେଳେ ପୁରା ଫୁଲ 100 ରୁ 100 ବୁଝେଇବ ସେତେବେଳେ ତମର ସାର୍ବିକ ହବ ଠିକ ଅଛି ତାହେଲେ ଏଠି ଦେଖ ଯେମିତି କିି ଆ ତର୍କ ବାକ୍ୟ ଆ ତର୍କ ବାକ୍ୟ କଣ ନା ଆ ତର୍କ ବାକ୍ୟର ସାଙ୍କେତିକ ରୂପ ହଉଛି ସମସ୍ତ ପ ମ ଅଟେ କଣ ସମସ୍ତ ପ ମ ଅଟେ ଆ ତର୍କ ବାକ୍ୟର ସାଙ୍କେତିକ ରୂପ ସମସ୍ତ ପ ମ ଅଟେ ଠିକ ଅଛି ଏଟା ଲେଖ ସମସ୍ତେ ତାପରେ ଏ ର କଣ ହବ ନା ଏ ହଉଛି କୌଣସି ଏଇଟା ଫାଷ୍ଟ ଇୟର ପାଠ ତମକୁ ବଜେଇ ଦଉଛି ଖାଲି ମୁଁ ଜାଣିଛି କେହି ଫାଷ୍ଟ ଇୟରରେ କ୍ଲାସ କରିନଥିବ ଆଉ କୌଣସି ପ ମ ନୁହେଁ ଦେଖ ଆଉ ଗୋଟେ କଥା ମୁଁ ତମକୁ ଯୋଉ କହିଥିଲି ସଦର୍ଥକ ନଞ୍ଜର୍ଥକ ଆ ଟାକୁ କହିଥିଲି ସଦର୍ଥକ ହେଲା ଏଇଟାକୁ ମୁଁ କଣ କହିଲି ନା ଆଡା ହଉଛି
କଣ ନା ପଜିଟିଭ ଚିହ୍ନ ଦେଇଛି ଇଏ ହେଲା ସଦର୍ଥକ। କେମିତି ସଦର୍ଥକ ନା ତମେ ଏଇଠି ଦେଖିଲ କି ଏଇଠି ଇଏ କଣ କହିଲା ନା ସମସ୍ତ ମ ପ ସରି ସମସ୍ତ ପ ମ ଅଟେ ଇଏ ହେଲା ତାର ସାଙ୍କେତିକ ରୂପ। ତମେ ପ ଜାଗାରେ ବାଘ ଭାଲୁ ତମେ କିଛି ବି ରଖିପାରିବ ମୋ ଜାଗାରେ ସେମିତି ରଖିପାରିବ। ସେଇ ଅନୁସାରେ ତମର ଯେମିତି କିି ତମକୁ ଯଦି କୁହାହବ ସମସ୍ତ ପ ଜାଗାରେ ରଖିଲ ମନୁଷ୍ୟ ମ ଜାଗାରେ ରଖିଲ ମରଣଶୀଳ ସମସ୍ତ ମନୁଷ୍ୟ ମରଣଶୀଳ ଅଟେ ବା ଅଟନ୍ତି ଅଟେ ଅଟନ୍ତି ନ ଲେଖିଲେ ବି ଚଳିବ ତ ତମେ ଲେଖିଲ ସମସ୍ତ ମନୁଷ୍ୟ ମରଣଶୀଳ ଏଇଠି କଣ ନା ଇଏ ହେଲା ଆର ସାଙ୍କେତିକ ରୂପ। ଏ ତର୍କ ବାକ୍ୟ ସେମିତି କୌଣସି ମନୁଷ୍ୟ ଅମର ନୁହେଁ ତମେ ସେଇଟା କହିପାରିବ। ଏଠି କଣ ନା କୌଣସି କହିଲ ଯେତେବେଳେ କୌଣସି କହିଲେ ମାନେ ସିଙ୍ଗଲ ଗୋଟେ ଜିନିଷକୁ ବି ହେଲେ ଇନକ୍ଲୁଡ କରୁନି। ଆ ସେମିତି ପୁରା 100 ଗୋଟେ ଜିନିଷକୁ ବି ଛାଡୁନି ପୁରା ସବୁତକ ନଉଛି ତାହେଲେ ତମର କଣ ମାନେ ଏଇ ଦିଟା ଯାକ ପୁରା 100 ରୁ 100 କଥା କହୁଛି ମାନେ ଫୁଲରେ ଅଛି ସେଥିପାଇଁ ଏଇଟାକୁ କଣ କୁହା ହୁଏ ସାର୍ବିକ। କ୍ଲିୟର। ତ ତମକୁ ଯେତେବେଳେ ପଚାର ହବ ଗୁଣ ଅନୁସାରେ ତର୍କ ବାକ୍ୟ କେତେ ପ୍ରକାର ନା ଦି ପ୍ରକାର ଗୋଟେ ହେଲା ସାର୍ବିକ ଆଉ ଗୋଟେ ହେଲା ବିଶେଷ ହେଲା ଗୋଟେ ହେଲା ସାର୍ବିକ ଆଉ ଗୋଟେ ହେଲା ବିଶେଷ। ଆଉ ତମର ଏଇ ଯୋଉ ତମେ କହୁଛ କି ସାର୍ବିକ ତର୍କ ବାକ୍ୟ ହେଲା ସାର୍ବିକ ତର୍କ ବାକ୍ୟ ଟା ତମର କଣ କଣ ନା ଗୋଟେ ହେଲା ଆ ତର୍କ ବାକ୍ୟ ଗୋଟେ ହେଲା ଏ ତର୍କ ବାକ୍ୟ। ଆ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ଉଦ୍ଦେଶ୍ୟକୁ ବ୍ୟକ୍ତ କରେ। ଆଉ ଏ ତର୍କ ବାକ୍ୟ କାହାକୁ ବ୍ୟକ୍ତ କରେ ନା ସେ ଉଦ୍ଦେଶ୍ୟ ବିଧେୟ ଦିଟା ଯାକକୁ ବ୍ୟକ୍ତ କରେ ମନେ ରହିବ। ଆଗେନ୍ ଦେଖ ଆଜି ଖାଲି ଏତିକି ପଢେଇକିନା ପଳେଇବି କଣ ପାଇଁ ନା ତମକୁ ଯଦି ସମବର୍ତ୍ତନ ପଢେଇବି ତମେ କିଛି ବୁଝିପାରିବନି କାହିଁକି ନା ତମେ ତର୍କ ବାକ୍ୟ ହିଁ ବୁଝିନ। କ୍ଲିୟର। ନେକ୍ସଟ କ୍ଲାସରେ ଆମେ କଣ କରିବା ନା ଆମେ ତର୍କ ବାକ୍ୟକୁ ପଢିବା ହେଲା ତମର ମନରେ ଏବେ ଏଇଠି ଦେଖ ନା ତମକୁ ହଁ ଆଉ ଗୋଟେ ଜିନିଷ ସାର୍ବିକ ତର୍କ ବାକ୍ୟ ତ ପଢେଇଦେଲି କିନ୍ତୁ କଣ ପଢେଇନି ନା ତମକୁ ମୁଁ ବିଶେଷ ତର୍କ ବାକ୍ୟ ଟା ପଢେଇନି। ଗୁଣ ଅନୁସାରେ ଛାଡ ଗୁଣ ହଁ ସାର୍ବିକ ହଉଛି ସାର୍ବିକ ଆଉ ବିଶେଷ ହେଲା କଣ ସାର୍ବିକ ଆଉ ବିଶେଷ ହଉଛି ପରିମାଣ ଅନୁସାରେ। ଗୁଣ ଅନୁସାରେ କଣ ହବ ନା ଗୁଣ ଅନୁସାରେ ସିଏ ହଉଛି କଣ ନା ପଜିଟିଭ ବା ସଦର୍ଥକ ମୁଁ ଦେଇନଥିଲି କି ଏ ଆ ତର୍କ ବାକ୍ୟ ଟାକୁ କହିଥିଲି ସଦର୍ଥକ ଅଟନ୍ତି ଯିଏ କହିବ ସିଏ ହେଲା ସଦର୍ଥକ ନୁହେଁ ନୁହନ୍ତି ସେଗୁଡାକ ହେଲା କଣ ନା ନଞ୍ଜର୍ଥକ ବା ନେଗେଟିଭ। କ୍ଲିୟର। ଏଇଟା ସମାନ ଚିହ୍ନ ନୁହେଁ ନେଗେଟିଭ ମାନେ ଏମିତି ଗୋଟେ ଗାର ଠିକ ଅଛି। ତ ସଦର୍ଥକ ପଜିଟିଭ ମାନେ ହେଲା ସଦର୍ଥକ ନେଗେଟିଭ ମାନେ ହେଲା ନଞ୍ଜର୍ଥକ। ତ ଯିଏ ନୁହେଁ କହୁଥିବ ଯୋଉଠି ଦେଖିବ ତମେ ନୁହଁ ୱାର୍ଡ ଟା ଲେଖା ହେଇଛି ସେଇଟାକୁ ତମେ ସିଧା କହିବ ଏଟା ନଞ୍ଜର୍ଥକ। ନଞ୍ଜର୍ଥକ ମାନେ କଣ କି ମାନେ ନାହିଁ ଅର୍ଥକ ନଞ୍ଜର୍ଥକ ଓକେ ଏତିକି ହେଲା। ତାପରେ ଦେଖ ତମେ ତାହେଲେ ତମକୁ ଯଦି କୁହାହବ ସାର୍ବିକ ସଦର୍ଥକ ତର୍କ ବାକ୍ୟ କୋଉଟା ନା ଆ ତର୍କ ବାକ୍ୟ। ଯଦି ତମକୁ କୁହାହବ ସାର୍ବିକ ନଞ୍ଜର୍ଥକ ତର୍କ ବାକ୍ୟ ନା ଏ ତର୍କ ବାକ୍ୟ। ଯଦି ତମକୁ କୁହାହବ ବିଶେଷ ତର୍କ ବାକ୍ୟ କୋଉଟା କୋଉଟା ନା ଗୋଟେ ହେଲା ଇ ଆଉ ଗୋଟେ ହେଲା ଓ। ବିଶେଷ ତର୍କ ବାକ୍ୟର ସଦର୍ଥକ ତର୍କ ବାକ୍ୟ କୋଉଟା ନା ଇ ହେଲା। ଏଇଟା ହେଲା ସଦର୍ଥକ ବିଶେଷ ସଦର୍ଥକ ଓଟା ହଉଛି ବିଶେଷ ନଞ୍ଜର୍ଥକ। କ୍ଲିୟର। ଆଉ ଇ ତର୍କ ବାକ୍ୟ କାହାକୁ ବି ବ୍ୟକ୍ତ କରେ ନାହିଁ ଉଦ୍ଦେଶ୍ୟ ନାହିଁ ବିଧେୟ। ଆଉ ଓ ତର୍କ ବାକ୍ୟ କେବଳ ଆଉ କେବଳ କାହାକୁ ନା ବିଧେୟକୁ ବ୍ୟକ୍ତ କରେ। ହେଲା ବିଧେୟକୁ ବ୍ୟକ୍ତ କରେ। ଏତିକି ଜିନିଷ ଭଲସେ ମନେ ରଖିକିନା ଆସ ନେକ୍ସଟ କ୍ଲାସରେ କାଲିକି ମୁଁ ବୁଝେଇଦେବି। ତମର ସମାବର୍ତ୍ତନ ହଉଛି କେମିତି ଠିକ ଅଛି। ସୋ ଆଜି ପାଇଁ ଏତିକି ନେକ୍ସଟ କ୍ଲାସରେ ପୁଣି ଦେଖାହବ। ହେଲା। ଦେଖ ତମର ନଭେମ୍ବର ଭିତରେ ମୁଁ ସରେଇକିନା ଆଉଥରେ ତମର କରେଇଦେବି ତମର ନିଶ୍ଚିତ ଭାବରେ ତମର ଆଉଥରେ ରିଭିଜନ କରେଇଦେବି କିନ୍ତୁ ତମେ ମାନଙ୍କୁ ପଢିବାର ଅଛି ତମେ ମାନେ ଯଦି ନ ପଢିବ ମୁଁ କିଛି କରିପାରିବିନି। ତମ ମାନଙ୍କୁ ନିଜେ ଆସିକିନା ପଢିବାର ଅଛି ତମ ସାଙ୍ଗମାନେ ବି ଯୋଉମାନେ ବି ଅଛନ୍ତି ସେମାନଙ୍କୁ ବି ଡାକ ଆଣ୍ଡ ୟେସ୍ ଯଦି ବି ପିଲା ଅଧିକ ନହେଲେ ଭଲ ହିଁ ଲାଗିବନି କି ପଢେଇବା ପାଇଁ ହେଲା। ସୋ ଆଜି ପାଇଁ ଏତିକି ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ୟେସ୍ ସବସ୍କ୍ରାଇବ କରିକିନା ରଖିଦେଇଥିବେ ତାକି କଣ ହବ ନା ତାକି ତମେ ମାନେ ତମର ଜାଣିପାରିବ ନୋଟିସ୍ ଆସିପାରିବ କେତେବେଳେ ତମର ଆସିଛି କାହିଁକି ନା ମୋର ଠିକ ନାହିଁ ମୁଁ କୋଉ ଦିନ ଦେବି ହେଲା। ଯେତେବେଳେ ଦେବି ସେତେବେଳେ ଯେମିତି ତମେ ପାଇପାରିବ ସୋ ରହିଲି ଥ୍ୟାଙ୍କ ୟୁ ସୋ ମଚ୍। ଟେକ୍ କେୟାର।